ଜୟ ଜଗନ୍ନାଥ। ଏଇ ଭିଡିଓକୁ ଦେଖୁଥିବା ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆମ ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆମର ଇଏ ଯୋଉ ୟୁଟ୍ୟୁବ ଚ୍ୟାନେଲ ଓଡ଼ିଆ ଷ୍ଟକ୍ ମାର୍କେଟ ଲର୍ଣ୍ଣିଂ, ଏଥିରେ ଆପଣଙ୍କୁ ବେସିକ ଠୁ ଆରମ୍ଭ କରିକି ଆଡଭାନ୍ସ ପର୍ଯ୍ୟନ୍ତ ସମସ୍ତ କୋର୍ସ ଓ ସମସ୍ତ ଲେକ୍ଚର, ଯେତିକି ଲେକ୍ଚର ସବୁ ଫ୍ରିରେ ମିଳିବ। ଆପଣଙ୍କୁ ଟଙ୍କାଟିଏ ବାବଦକୁ ଦବା ପାଇଁ ପଡିବ ନାହିଁ। ବାସ୍ ଆପଣଙ୍କୁ କଣ କରିବା ପାଇଁ ପଡିବ ନା, ଆପଣ ଭିଡିଓ ଦେଖି ସାରିଲା ପରେ ତାକୁ ନୋଟବୁକ ରେ ନୋଟ କରନ୍ତୁ। ତାକୁ ଘରେ ବସିକି ଆଉ ଥରେ ଭିଡିଓ ଦେଖି ତାକୁ ପ୍ରାକ୍ଟିସ କରନ୍ତୁ, ହୋମୱାର୍କ କରନ୍ତୁ। ତେବେ ଯାଇକି ଆପଣ ଏ ଭିଡିଓ ଦେଖିବାରେ ଆପଣଙ୍କୁ ମଜା ଆସିବ। ଯୋଉମାନଙ୍କୁ ଏ ଭିଡିଓ ପସନ୍ଦ ଆସୁନଥିବ, ଆପଣ ଭିଡିଓ ସ୍କିପ୍ କରିପାରିବେ। ଯଦି ପସନ୍ଦ ଆସିଛି ତ ଲାଇକ୍ କରନ୍ତୁ ଓ କମେଣ୍ଟ ବି କରନ୍ତୁ। ଆପଣଙ୍କର କୋଉଥିରେ ଡାଉଟ ରହୁଛି, କଣ ଅସୁବିଧା ରହୁଛି, ଆପଣ ବି କମେଣ୍ଟ କରନ୍ତୁ। ଭିଡିଓରେ ଆପଣ ଦେଖିଲେ ଆପଣ ଜାଣିପାରିବେ ଯେ ଷ୍ଟକ୍ ମାର୍କେଟରେ କେମିତି ପଇସା ଆପଣ ୟାର୍ନ କରିପାରିବେ, ଆପଣ କମେଇ ପାରିବେ, ପଇସା କମେଇ ପାରିବେ। ଯୋଉଟା କି ଆପଣଙ୍କର ଘରେ ବସି ବସି ଆପଣ ପଇସା କମେଇ, ଘଣ୍ଟାରେ 2 ଘଣ୍ଟା ସମୟ ଦେଇକି ଆପଣ ପଇସା କମେଇ ପାରିବେ। ଆପଣ ପାର୍ଟ ଟାଇମ ଇନକମ କାଢିପାରିବେ। ତ ସେ ବାବଦରେ ଆମର ଆଜି ଏ ଭିଡିଓ, ଇଣ୍ଟ୍ରୋଡକ୍ସନ ଭିଡିଓ ରହୁଛି। ୟା ପରେ ଆମର ସମସ୍ତ ଚାପ୍ଟର ୱାଇଜ ସବୁ ଭିଡିଓ ରହିବ, କ୍ଲାସ ୱାଇଜ ଭିଡିଓ ରହିବ। ପର ଡେ ଗୋଟେ ଭିଡିଓ 4 ରୁ 5 ସୁଦ୍ଧା ଆପଣ ଅପଲୋଡ ହେଇଯିବ, ଆପଣଙ୍କ ପାଖକୁ ପହଞ୍ଚିଯିବ। ତା ପାଇଁ ଆପଣ ନୋଟିଫିକେସନ କୁ ଆପଣ ବେଲ ଆଇକନ କୁ ଦବାଇ ପ୍ରେସ କରି ଅଲ୍ କରିଦିଅନ୍ତୁ, ଯାହା ଫଳରେ ଆପଣଙ୍କୁ ସମସ୍ତ ଭିଡିଓ ପ୍ରଥମେ ଆପଣଙ୍କ ପାଖକୁ ହିଁ ପହଞ୍ଚିବ। ତେଣୁ ଡେରି ନକରି ଆରମ୍ଭ କରିବା ମାର୍କେଟ। ତ ଯୋଉ ସେୟାର ମାର୍କେଟ, ଜଷ୍ଟ ଏଇଭଳିଆ ସେୟାର ମାର୍କେଟ ଏଇଭଳିଆ ତ ସବୁ କାମ ସେୟାର ମାର୍କେଟ ଏଇଭଳିଆ ଆପଣ ଦେଖିଥିବେ ବହୁତ ଜାଗାରେ ଏଇଭଳିଆ ଚାର୍ଟ ଚାଲିଥିବ, বা ଏଇଭଳିଆ ସବୁ ଚିତ୍ର ଆପଣ ଦେଖିଥିବେ। ତ ସମସ୍ତେ ଭାବୁଥିବେ ଏଇ ଚିତ୍ରର ମାନେ କଣ। ତ ଯୋଉମାନେ ବି ଟ୍ରେଡିଂ କରୁଛନ୍ତି বা ଯୋଉମାନେ ଆରମ୍ଭ କରିନାହାନ୍ତି, ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, এই ଭିଡିଓ ସମସ୍ତଙ୍କ ପାଇଁ ବହୁତ ବହୁତ ହେଲ୍ପଫୁଲ ହବ। ତ ଆପଣ ଇଣ୍ଟ୍ରୋଡକ୍ସନ ଭିଡିଓ ଦେଖନ୍ତି, ପ୍ରଥମ ଗୋଟେ ଇଣ୍ଟ୍ରୋଡକ୍ସନ ଭିଡିଓ, ୟା ପରେ ଆପଣଙ୍କୁ ଚାପ୍ଟର ୱାଇଜ କ୍ଲାସରେ ଆପଣଙ୍କୁ ହେଇପାରିବ। ଦେଖନ୍ତୁ, ସେୟାର ମାର୍କେଟରେ ଆପଣଙ୍କୁ କାମ କରିବା ପାଇଁ ହେଲେ କିଛି ନେସେସରି ଜିନିଷ ଅଛି, ଯୋଉଟା କି ଆପଣଙ୍କୁ ନେସେସରି, ମାନେ ଆପଣ ନହେଲେ ଆପଣ ସେୟାର ମାର୍କେଟରେ କାମ କରିପାରିବେ ନାହିଁ। ସେ ଭିତରୁ ପ୍ରଥମ ହଉଛି ଡିମାଟ ଆକାଉଣ୍ଟ। ଡିମାଟ ଆକାଉଣ୍ଟ କଣ ନା, ଆପଣ ଯୋଉ ଡିମାଟ ଆକାଉଣ୍ଟ ରହୁଛି, ପ୍ରଥମେ ହେଇଗଲା ଆପଣଙ୍କର ଡିମାଟ ଆକାଉଣ୍ଟ। ଡିମାଟ ଆକାଉଣ୍ଟ କଣ ନା, ଯେମିତି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ, ଯେମିତି ଆପଣଙ୍କର ଯେମିତି ଆପଣ ବ୍ୟାଙ୍କ ଆକାଉଣ୍ଟ ରହୁଛି, ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ରହିଲା, ସେଇଭଳିଆ ଇଏ ଗୋଟେ ହଉଛି ଡିମାଟ ଆକାଉଣ୍ଟ। ଡିମାଟ ଆକାଉଣ୍ଟ, ଡିମାଟ ଆକାଉଣ୍ଟରେ କାମ କଣ ନା, ଏଇଥିରେ ଆପଣ ଡିମାଟ ଆକାଉଣ୍ଟରେ ଆପଣ ଷ୍ଟକ୍ ବାୟ କରିପାରିବେ, ସେୟାର ମାର୍କେଟରେ ଷ୍ଟକ୍ ବାୟ କରିପାରିବେ, ଏସ୍ଆଇପି କରିପାରିବେ, ମ୍ୟୁଚୁଆଲ ଫଣ୍ଡରେ ଆପଣ ଇନଭେଷ୍ଟମେଣ୍ଟ କରିପାରିବେ, ଗୋଲ୍ଡ ସିଲଭର ଇଟିଏଫରେ ଇନଭେଷ୍ଟମେଣ୍ଟ କରିପାରିବେ। ତ ସବୁ କିଛି ଏଥିରେ ଆପଣ ଡିମାଟ ଆକାଉଣ୍ଟ ନଥିଲେ ଆପଣ ସେୟାର ମାର୍କେଟରେ କାମ କରିପାରିବେ ନାହିଁ। ତ ଆପଣ ପ୍ରଥମେ ଦରକାର କଣ ଡିମାଟ ଆକାଉଣ୍ଟ। ତ ଇଏ ଯୋଉ ଡିମାଟ ଆକାଉଣ୍ଟ ରହିଲା, ଡିମାଟ ଆକାଉଣ୍ଟ ପାଇଁ ଖୋଲିବା ପାଇଁ କଣ କଣ ଦରକାର? ଆପଣଙ୍କୁ ଡିମାଟ ଆକାଉଣ୍ଟ ଖୋଲିବା ପାଇଁ ଆପଣଙ୍କ ଆଧାର କାର୍ଡ ଥିବା ଦରକାର, ପ୍ଲସ୍ ପାନ କାର୍ଡ ଥିବା ଦରକାର, ମେଲ ଆଇଡି, ଜିମେଲ ଆଇଡି ଆପଣଙ୍କ ଥିବା ଦରକାର, ମୋବାଇଲ ନମ୍ବର ଆପଣଙ୍କ ଥିବା ଦରକାର, ବ୍ୟାଙ୍କ ଆକାଉଣ୍ଟ ଆପଣଙ୍କର ଥିବା ଦରକାର, ସେଭିଂ ଆକାଉଣ୍ଟ, ଆପଣଙ୍କ ସେଭିଂ ଆକାଉଣ୍ଟ ଥିବା ଦରକାର, ଠିକ ଅଛି। ଆଉ ସ୍ମାର୍ଟ ଫୋନ ଥିବା ଦରକାର। ତ ଏତିକି ଜିନିଷ ଥିଲେ ଆପଣ ଡିମାଟ ଆକାଉଣ୍ଟ ଖୋଲି ପାରିବେ। ଆଉ ସ୍ମାର୍ଟ ଫୋନ ଥିଲେ ଆପଣ ସେୟାର ମାର୍କେଟରେ ଆପଣ ଇନଭେଷ୍ଟମେଣ୍ଟ କରିପାରିବେ, ଟ୍ରେଡିଂ କରିପାରିବେ। ଇଏ ହଉଛି ଡିମାଟ ଆକାଉଣ୍ଟ, ଯୋଉଟା ରହିଲା ଆପଣଙ୍କର ଡିମାଟ ଆକାଉଣ୍ଟ। ତ ଡିମାଟ ଆକାଉଣ୍ଟ ଇଣ୍ଟରନେଟ ବି ଥିବା ଦରକାର। ତାପରେ ଆସିଗଲା ହାଉ ଟୁ ବିକମ୍ ଏ ସକ୍ସେସଫୁଲ ଟ୍ରେଡର। ଆପଣ ସକ୍ସେସ ଟ୍ରେଡର କେମିତି ହେବେ? ସକ୍ସେସ ଟ୍ରେଡର କେମିତି ହେବେ? ସମସ୍ତେ ତ ଟ୍ରେଡିଂ କରିବା ପାଇଁ ଚାହାନ୍ତି, କିଛି ଅଛନ୍ତି ଫେଲିୟର କରନ୍ତି, ଯୋଉମାନେ କି ମାର୍କେଟକୁ ଏଣ୍ଟ୍ରି କରିଥାନ୍ତି, ଲସ୍ ହେଲା ପରେ ମାର୍କେଟକୁ କ୍ୱିଟ୍ କରିଦେଇଥାନ୍ତି। ତ କାହିଁ କ୍ୱିଟ୍ କରୁଛନ୍ତି? ତାର ବି ଲଜିକ ଅଛି, ତାର ସିଷ୍ଟମ ଅଛି। ଦେଖ, ମାର୍କେଟ ଠିକ ଅଛି, ମାର୍କେଟ ଯୋଉମାନେ ଏଣ୍ଟ୍ରି କରୁଛନ୍ତି, ପ୍ରଥମେ ତ ଏଣ୍ଟ୍ରି କରିଯାଉଛନ୍ତି ଖୁସିରେ, ହଁ ଆମେ ସେୟାର ମାର୍କେଟ ଟ୍ରେଡ କରିବେ, କିନ୍ତୁ ତାଙ୍କ ପାଖରେ ପ୍ରପର କଣ ନଥାଏ? ତାଙ୍କ ପାଖରେ ପେସେନ୍ସ ନଥାଏ, ଅଥଚ ପ୍ରେସେନ୍ସ ନଥାଏ, ଦ୍ୱିତୀୟରେ ନଲେଜ କମ ଥାଏ।
ନଲେଜ ନଥାଏ, ତ ତାଙ୍କ ଉପରେ ବ୍ୟାକ୍ ସପୋର୍ଟ ବି ନଥାଏ। ବ୍ୟାକ୍ ସପୋର୍ଟ, ଡିସିପ୍ଲିନ ସେମାନେ ନଥାନ୍ତି, ଡିସିପ୍ଲିନ ନଥାନ୍ତି, ସେମାନେ ଡିସିପ୍ଲିନ ହେଇନଥାନ୍ତି। ଠିକ ଅଛି, ଏଇ ସବୁ ଅଭାବ ପାଇଁ ସେମାନଙ୍କର ମାର୍କେଟରେ ଲସ୍ ହୁଏ। ମାର୍କେଟରେ ପ୍ରଫିଟ ବି ହବ, ଲସ୍ ବି ହବ, କିନ୍ତୁ ଆପଣ ଯଦି ପ୍ରପର ୱେରେ, ପ୍ରପର ରିସର୍ଚ୍ଚ, ପ୍ରପର ନଲେଜ, ଆପଣ ଯଦି ରିସର୍ଚ୍ଚ କରିକି ଆପଣ ଇନଭେଷ୍ଟମେଣ୍ଟ କରିବେ ବା ଟ୍ରେଡିଂ କରିବେ, ତ ପ୍ରଫିଟ ଆପଣଙ୍କର ହବ। ଆଉ ଯଦି ଆପଣଙ୍କର ପ୍ରପର ରିସର୍ଚ୍ଚ ନଥିବ, ଆପଣ ଟ୍ରେଡିଂ କରିବେ, ତ ଆପଣଙ୍କର ଲସ୍ ହବା କମ୍ପଲସରି। ତେଣୁକରି ଆପଣଙ୍କୁ ଯୋଉ ରହିଲା ଆପଣଙ୍କ ପାଖରେ ପେସେନ୍ସ। ସପୋଜ ଧରନ୍ତୁ ମୁଁ ଆଜି ଇନଭେଷ୍ଟମେଣ୍ଟ କରିଛି, ଆଜି ହିଁ ମତେ ପ୍ରଫିଟ ଦବ, ସେମିତି ହୁଏନି। ଟାଇମ ଦେବା ପାଇଁ ପଡିବ, ଇନଭେଷ୍ଟମେଣ୍ଟ କରି ୱେଟ୍ କରିବା ପାଇଁ ପଡିବ, ତାପରେ ଯାଇ ଆପଣ ପାଇବେ। ଯେମିତି ଆପଣ ଗୋଟେ ଗଛ ଲଗାଉଛନ୍ତି, ଆଜି ଗଛ ଲଗେଇଦେଲେ କାଲି ଆପଣ ଫଳ ପାଇବେନି। ଗଛ ବଢିବ, ଫୁଲ ହବ, ତାପରେ ଯାଇକି ଫଳ ହବ। ଜଷ୍ଟ ଲାଇକ୍ ସେଇଭଳିଆ ସେୟାର ମାର୍କେଟରେ ଆପଣ ଇନଭେଷ୍ଟମେଣ୍ଟ କଲେ ତାକୁ ୱେଟ୍ କରିବା ପାଇଁ ପଡିବ, ପେସେନ୍ସ ଦେବା ପାଇଁ ପଡିବ, ତେବେ ଯାଇ ଆପଣଙ୍କର ମନି ଜେନେରେଟ ହବ, ପଇସା ତିଆରି ହେଇଥିବ। ଆଉ ସେମିତି ସେୟାର ମାର୍କେଟ ନୁହେଁ ଯେ ସେୟାର ମାର୍କେଟ ଖାଲି ସେୟାର ମାର୍କେଟ ପଇସା ସେମିତି ନୁହେଁ। ସେୟାର ମାର୍କେଟ ବି ବହୁତ, ସମସ୍ତଙ୍କୁ ଲାଗେ ଇଜି, ସମସ୍ତେ କହିବେ ସେୟାର ମାର୍କେଟ ବହୁତ ଇଜି। ସେୟାର ମାର୍କେଟ ଏତେ ଇଜି ନୁହଁ। ସେୟାର ମାର୍କେଟ ଓନ୍ଲି ସେୟାର ମାର୍କେଟ ପ୍ରପର ପାଠ, ନଲେଜ, ଆନାଲିସିସ୍, ରିସର୍ଚ୍ଚ ଉପରେ ସେୟାର ମାର୍କେଟ ଚାଲେ। ସେୟାର ମାର୍କେଟ ତୁକା ଯୋଉ ଲଗେଇଦବା, ତୁକା ଲଗେଇବା ସେମିତି ହୁଏନି। ସେୟାର ମାର୍କେଟ ଉପରେ ପ୍ରପର ନଲେଜ ଦରକାର। ଇଏ ଗଲା ପେସେନ୍ସ ଆଉ ନଲେଜ। ଡିସିପ୍ଲିନ, ଡିସିପ୍ଲିନ କଣ ନା ମୋର ଯେତିକ କ୍ୟାପିଟାଲ ଅଛି, ମୁଁ କେତେ ଟଙ୍କା ଲସ୍ ନେଇପାରେ ବା କେତେ ଟଙ୍କା ମୁଁ ପ୍ରଫିଟ ହେଲେ ବାହାରି ପାରେ। ଲୋଭ କରିବେନି, ଯେତିକି ପ୍ରଫିଟ ଦେଖିଲା ବୁକ୍ କରନ୍ତୁ, ଲୋଭ ରଖିବେନି। ସେୟାର ମାର୍କେଟରେ ଲଙ୍ଗ ଟର୍ମ ଟାଇମ ପାଇଁ ଆପଣ ରହିପାରିବେ। ଇଏ ହଉଛି ଡିସିପ୍ଲିନ। ଯୋଉମାନେ ଡିସିପ୍ଲିନ ମେଣ୍ଟେନ କରନ୍ତିନି ବା ଯୋଉମାନେ କିଛି ରିସର୍ଚ୍ଚ ନାହିଁ, ନ୍ୟୁଜ ଦେଖିଦେଲେ, ପେପର ଦେଖିଦେଲେ, ସାଙ୍ଗ ସାଥି ପାଖରୁ ଶୁଣି ପକେଇଲେ, ସେୟାର ଯିବ, ସେ ସେୟାର ଯିବ, ଉଠେଇଦେଲେ, ବା ଲସ୍ ହେଲା ପରେ କିଏ ରେସପନ୍ସିବିଲିଟି ନେବେନି। ତ ତମେ ଆଗେ ପଢ। ବର୍ତ୍ତମାନ ମିନିମମ୍ 100ଟା କ୍ଲାସ କଣ୍ଟିନ୍ୟୁ 100ଟା କ୍ଲାସ ଏ ଚ୍ୟାନେଲରେ ଅପଲୋଡ ହବ। ତମେ ଗୋଟେ ଭିଡିଓକୁ ପର ଡେ ଥରେ, ଦିଥର, ତିନିଥର ଦେଖ, ଆଉ ଖାତାରେ ନୋଟ କର। ଡିମାଟ ଆକାଉଣ୍ଟ ଖୋଲିଲା ପରେ ସେଥିରେ ତମେ ତାକୁ ପ୍ରାକ୍ଟିସ କର। ଟ୍ରେଡ କରିବା ଦରକାର ନାହିଁ, ଦେଖ, ଶିଖ। ତାପରେ ଯେତେବେଳେ ଜାଣିବେ ହଁ ମୁଁ ଶିଖିପାରିଲି, କଣ ଇନଭେଷ୍ଟମେଣ୍ଟ କରିବା ଆରମ୍ଭ କର। ଠିକ ଅଛି, ତା ଆଗରୁ ଗଲା ମାର୍କେଟରେ ଦେଖ ଷ୍ଟ୍ରକ୍ଚର ଅଛି। ମାର୍କେଟ କେମିତି ଚାଲୁଛି ନା, ମାର୍କେଟରେ ତିନି ପ୍ରକାର ଲୋକ ଅଛନ୍ତି। ମାର୍କେଟରେ ତିନି ପ୍ରକାର ଲୋକ ଅଛନ୍ତି। କଣ କଣ ଲୋକ ଅଛନ୍ତି ନା, ଜଣେ ହେଲେ ବୁଲ, ବିୟର, ଗୋଟେ ମିକ୍ସ ବା ପିଗ ଯୋଉଟା କୁହ। ବୁଲ, ବିୟର ଆଉ ମିକ୍ସ। ଚାଲ ଆମେ ବୁଲ ପଢିବା। ଠିକ ଅଛି, ବୁଲ କାହାକୁ କୁହାଯାଉଛି, କୋଉମାନଙ୍କୁ ବୁଲ କୁହାଯାଉଛି? ଦେଖ, ବୁଲର ଅର୍ଥ ହେଲା ସେମାନେ ସବୁବେଳେ ମାର୍କେଟକୁ ଉପରକୁ ନବା ପାଇଁ ଚାହିଁବେ। ବୁଲ ଯୋଉମାନେ ରହିଛନ୍ତି, ସେମାନେ ମାର୍କେଟକୁ ସବୁବେଳେ ଉପରକୁ ନବା ପାଇଁ ଚାହିଁବେ। ତାଙ୍କର ଯେତେବେଳେ ମାର୍କେଟ ଉପରକୁ ଯିବା ଆରମ୍ଭ ହୁଏ, ସେମାନେ ଟ୍ରେଡ କରନ୍ତି। ଇଏ ହଉଛି ବୁଲ। ଆଉ ରହିଲା ଯୋଉମାନେ ବିୟର, ସେମାନେ ସବୁବେଳେ ମାର୍କେଟକୁ ତଳକୁ ଆଣିବା ପାଇଁ ଚାହାନ୍ତି। ଇଏ ଗଲେ ବିୟର। ଆଉ ଯୋଉ ରହିଲେ ମିକ୍ସ, ଯୋଉଟା ଲେଖା ହେଇଛି, ମିକ୍ସ ଯୋଉ ରହୁଛନ୍ତି, ସେମାନେ ଉପରକୁ ଗଲେ ବି ଟ୍ରେଡ କରିବେ, ତଳକୁ ଆସିଲେ ବି ଟ୍ରେଡ କରିବେ। ତ ସେମାନେ ମିକ୍ସ କୁହାଯାଉଛି। ଠିକ ଅଛି, ତାପରେ ଆସିଲା ମାର୍କେଟ। ଆମର ସେୟାର ମାର୍କେଟ ରହୁଛି, ତ ସେୟାର ମାର୍କେଟରେ ଆପଣଙ୍କର ତିନି ପ୍ରକାର ରହୁଛି। ଗୋଟେ ହଉଛି NSE, ଆଉ ଗୋଟେ ହେଲା BSE, ଆଉ ଗୋଟେ ହେଲା MCX। NSE ର ଫୁଲ୍ ଫର୍ମ ହଉଛି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ, BSE ର ହଉଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ, MCX ମଲ୍ଟି କମୋଡିଟି ଏକ୍ସଚେଞ୍ଜ। ଠିକ ଅଛି, ତ ଏଇ ତିନି ପ୍ରକାର ନେଇକି ଆମର କଣ ଚାଲିଛି
ଆମ ସେୟାର ମାର୍କେଟରେ କାମ ହଉଛି। ଏତିକି ପର୍ଯ୍ୟନ୍ତ କ୍ଲିୟର। ତାପରେ ଆସନ୍ତୁ ମାର୍କେଟକୁ କେମିତି ଯୋଉ ଆପଣ ଆନାଲିସିସ୍ କରିବେ, ରିସର୍ଚ୍ଚ କରିବେ, କେମିତି କରିବେ? କେମିତି କରିବେ ତା ପାଇଁ ତ କିଛି ତ ମାର୍କେଟ ରିସର୍ଚ୍ଚ କରିବା ପାଇଁ ବହୁତ ପ୍ରକାର କ୍ରାଇଟେରିଆ ଅଛି, ବହୁତ ପ୍ରକାର ଆପଣ କରିପାରିବେ। ଯେମିତି ହେଲା ଆନାଲିସିସ୍ କରିବା ପାଇଁ ଫଣ୍ଡାମେଣ୍ଟାଲ ଆନାଲିସିସ୍ ରହିଛି, ଟେକ୍ନିକାଲ ଆନାଲିସିସ୍ ରହିଛି, ପ୍ରାଇସ୍ ସେକ୍ସନ ରହିଛି, ଡିମାଣ୍ଡ ଆଣ୍ଡ ସପ୍ଲାଇ ରହିଛି, ଇଣ୍ଡିକେଟର ଦେଇକି କିଛି ପଇସା ଆରାମସେ ଆପଣ, କିଛି ଲୋକ ଅଛନ୍ତି ଇଣ୍ଡିକେଟର ଲଗେଇକି ସିଗ୍ନାଲ ଦେଖିକି ଟ୍ରେଡ୍ କରୁଛନ୍ତି, କିଛି ଡିମାଣ୍ଡ ସପ୍ଲାଇ ଜୋନ୍ ଉପରେ ସେମାନେ କରୁଛନ୍ତି, ଆଉ କିଛି ପ୍ରାଇସ୍ ସେକ୍ସନ ଯୋଉ ଭଳିଆ ଅଛି ସେଇଭଳିଆ ସେମାନେ ଟ୍ରେଡ୍ କରୁଛନ୍ତି। କିଛି ଅଛନ୍ତି ଟେକ୍ନିକାଲ ଆନାଲିସିସ୍, ଆଉ କିଛି ଫଣ୍ଡାମେଣ୍ଟାଲି ଆନାଲିସିସ୍ କରୁଛନ୍ତି, ଆଉ କିଛି ସୁଇଙ୍ଗ ଟ୍ରେଡିଂ କରୁଛନ୍ତି। ସୁଇଙ୍ଗ ମାନେ ଆଜିକା ଡେର ସୁଇଙ୍ଗ କୋଉଠି, ସୁଇଙ୍ଗ ଯଦି ଟ୍ରେଡ୍ କରୁଛନ୍ତି, ଏସବୁ ଗୋଟେ ଆମେ ଆଗକୁ ବଢିବା। ଗଲା ମାର୍କେଟ କୋଉ ଭଳିଆ ବିହେଭ କରୁଛି, ମାର୍କେଟ ତ ସବୁ ରହିଛି, ମାର୍କେଟ ବିହେଭ କୋଉ ଭଳିଆ କରେ ଦେଖିଥିବେ। ମାର୍କେଟ ଉପରକୁ ଯାଉଛୁ ତ ତାକୁ କୁହାଯାଉଛି ଅପ୍ ଟ୍ରେଣ୍ଡ, ତଳକୁ ଆସିଲା ଡାଉନ୍ ଟ୍ରେଣ୍ଡ, ଗୋଟିଏ ଜାଗାରେ ମାର୍କେଟ ରହିଗଲା ତାକୁ କୁହାଯାଉଛି ସାଇଡ ୱେଜ୍। ଠିକ ଅଛି, ଚାଲ ତ ଆମେ ବୁଝିବା ଅପ୍ ଟ୍ରେଣ୍ଡ। ଦେଖ ଆମେ ମାର୍କେଟ ଅପ୍ ଟ୍ରେଣ୍ଡ ଅଛି ବୋଲି, ଠିକ ଅଛି। ମାର୍କେଟ ଅପ୍ ଟ୍ରେଣ୍ଡ ଅଛି ବୋଲି ଆମେ କେମିତି ଜାଣିବା? ଠିକ ଅଛି, ଚାଲ କୌଣସି ଷ୍ଟକ୍ ଏଠି ଓପନ ହେଲା, ଠିକ ଅଛି, ସକାଳେ ଓପନ ହେଲା, ଉପରକୁ ଗଲା, ତଳକୁ ଆସିଲା, ପୁଣି ଉପରକୁ ଗଲା, ତଳକୁ ଆସିଲା, ଉପରକୁ ଗଲା, ତଳକୁ ଆସିଲା, ଠିକ ଅଛି, ପୁଣି ଉପରକୁ ଗଲା। ତ ମାର୍କେଟ ଓପନ ହେଇଥିଲା ଏଠି, ହାଇ ମାରିଲା କୋଉଠି, ଏଠି ଲୋ ମାରିଲା, ପୁଣି ଆଉ ଥରେ ହାଇ ମାରିଲା, ପୁଣି ଏଠି ଲୋ ମାରିଲା, ପୁଣି ହାଇ ମାରିଲା, ଏଠି ଲୋ ମାରିଲା, ପୁଣି ଏଠି ହାଇ ମାରିଲା। यार अर्थ को देख, एच अर्थ हूँ, एच अर्थ हूँ हाई, एल अर्थ हूँ लो, एच अर्थ हूँ हायर हाई, एल एच अर्थ हूँ लोअर हाई। ठीक अच्छे, तो मार्केट ओपन है ये ऊपर को गला, मार्केट तौक लो गोटे बनैला, पुणी ऊपर को गला, आसी लो बन, तो ये जो लो अच्छी, ये लो को ये लो तौक आसलानी, अच्छा ये हाई अच्छी, या पर ये हाई अच्छी, तो ये जो हाई, ये हाई ऊपर को पड़ेगा, ये लो तौक आसलानी, ये लो तौक आसला ना, ये हाई को ये हाई क्रॉस कला, ये हाई को ये हाई क्रॉस कला, तो ये गोटे सिग्नल देखो ऊपर को जाउछि। तो अपट्रेंड केतेले तमे जानिबो जेतेले मार्केट हायर हाई बनौथुबो आ हायर लो बनौथुबो, ताको आमे कहबा अपट्रेंड मार्केट। ठीक अछि, एठी आमे देखिबो केले अपट्रेंड मार्केट, तापर पढिबा आमे डाउन ट्रेंड मार्केट। ठीक अछि, डाउन ट्रेंड मार्केट, डाउन ट्रेंड मार्केट किंतु होला डाउन ट्रेंड मार्केट कोन ना, सपोज मार्केट ओपन होला एठी, तळको आइला, ऊपर गला, तळको आइला, ऊपर गला, तळको आइला, ओपन ହେଇଗଲା ଏଠି, ଏଠି लो ମାଇଲା, ଏଠି ହାଇ ମାଇଲା, HL, LH, HL, ମାର୍କେଟ ଓପନ ହେଲା, ଓପନ लो ମାଇଲା, ପୁଣି ହାଇ, ଲୋଅର ହାଇ ଆଉ हायर लो, ହେଲା मार्केट देखो डाउन ट्रेंड आराम से आସୁଛି। तो ये जो हाई को ये हाई क्रॉस करि पाला नाही, ये हाई को ये करि पाला, या को ये करि पाला, या को ये करि पारो नाही, लो ये लोग ये तळे लो, तो ये लोग लो, तो याको कह डाउन ट्रेंड। ठीक है, आगु कहला डाउन ट्रेंड। अच्छा, तापर आसला साइडवेज मार्केट।
ସାଇଡୱେଜ ମାର୍କେଟ। ସାଇଡୱେଜ ମାର୍କେଟ को ସାଇଡୱେଜ ମାର୍କେଟ ତମର ମାର୍କେଟ ଏଠି ଓପନ ହେଲା, ଉପରକୁ ଗଲା, ଆଇଲା, ମାର୍କେଟ ଗୋଟେ ରେଞ୍ଜ ଭିତରେ ରହିଗଲା, ନା ଉପରକୁ ଯାଉଛି ନା ତଳକୁ ଆସୁଛି। ତ ଏଇଟା କୁହାଯାଉଛି ସାଇଡୱେଜ ମାର୍କେଟ। ଠିକ ଅଛି, ଏଇଟା କୁହାଯାଉଛି ସାଇଡୱେଜ ମାର୍କେଟ। चलो ଆମେ ଥିଓରିଟିକାଲି ପଢିଦେଲୁ, ଥିଓରିରେ ପଢିଦେଲୁ, ଚାଲ ଆମେ ପ୍ରାକ୍ଟିକାଲି ଦେଖିବା। ପ୍ରାକ୍ଟିକାଲି ଆମେ ଦେଖିବା ଦେଖ ଆମେ ପ୍ରାକ୍ଟିକାଲି ବର୍ତ୍ତମାନ ଆମେ ଦେଖିବା। ଆଚ୍ଛା, ଏଇଟା ବର୍ତ୍ତମାନ କୋଉ ଟ୍ରେଣ୍ଡ ଚାଲିଛି ଦେଖ, ଏଠି ଗୋଟେ ହାଇ ଲଗେଇଲା, ଲଗେଇଲା କି ନାହିଁ, ହାଇ ଲଗେଇଲା, ଏଠି ଗୋଟେ ହାଇ ଲଗେଇଲା, ଏଠି ହାଇ ଲଗେଇଲା, ଏଠି ଏଠି, ତ ମାର୍କେଟ ଗୋଟେ ପ୍ରକାର ଡାଉନ କୁ ଚାଲି ଆସିଛି, डाउन ट्रेंड। अप ट्रेंड देखिए, हम अप ट्रेंड देखिए, अप ट्रेंड देखिए ना हमें, चलो हम अप ट्रेंड को देखिए, ये देखो ये वाला डाउन ट्रेंड, एटी हाई माले ये हाई के काटी पाइलानी, तापरे हाई, तापरे हाई, तापरे ये डाउन ट्रेंड है, डाउन ट्रेंड देखो एटी ऊपर को ये हाई गला, तापरे गोटे हाई लगेला, तापरे हाई लगेला, हाई लगेला, तो अप ट्रेंड। तो गोटे ट्रेंड रु आउ गोटे ट्रेंड को मार्केट भी चेंज होची। एटी देखो अप ट्रेंड रे चलला, अप ट्रेंड चलला 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 चलला, एटी डाउन ट्रेंड आरंभ हो गला, पुणी अप ट्रेंड चलला, पुणी डाउन ट्रेंड दिखे। तो मार्केट अप ट्रेंड रु डाउन ट्रेंड को जीवो, डाउन ट्रेंड रु अप ट्रेंड को आसीबो। ये होची मार्केट रो बेसिक नेचर, नेचर ऑफ बिहेव ऑफ नेचर, ता नेचर को बळे मार्केट नेचर एही बळे ऊपर को जीवो, तळ को आसीबो। तो तुमे सेही भितरे तुमको करिया पई पड़ो, ट्रेड करिया पई पड़ो। तो ट्रेड किमिति करिवे, किमिति ट्रेड करी हबो, अपन डीमैट अकाउंट खोलला परे अपन एसु चार्ट अपन डीमैट अकाउंट रे पाई जे। डीमैट अकाउंट खोलला परे चार्ट पाई जेंति ये हला डीमैट अकाउंट, अपन एथरे पाई जिवे, आराम से पाई जिवे। डीमैट अकाउंट खोलला परे अपन चार्ट पाई जे, ये डीमैट अकाउंट रे अपन चार्ट पाई जिवे। ठीक अछि, ये डीमैट अकाउंट रे तुमको चार्ट मिल जे। ओके, तो डीमैट अकाउंट चार्ट मिल जिवो, अपन डीमैट अकाउंट खोलंतु। ऑनलाइन रे बहुत ब्रोकर हाउस अछि डीमैट अकाउंट खोलिया पई, जोटा फ्री रे, टंकाटे पैसा खर्च होबार नाही। एग्जांपल हे गला ब्रोकर हाउस भितरे एंजल एंजल वन हे गला, जीरोधा, अपस्टॉक, सही, धन आउ फाइव पैसा, ठीक अछि, प्रॉफिट मार्ट, शेरखां, मोतीलाल ओसवाल, बहुत किछि अछि। तो डिस्काउंट ब्रोकर एंजल जोथरे आपन जोथरे भल लागियो प्रिफर करी खोली पारिबे। डीमैट अकाउंट सबुतरे अपन आधार कार्ड पैन कार्ड देके अपन खोली पारिबे, खोलला पर अपन पाई जिवे। ठीक अछि, ये जो मार्केट रहला, मार्केट रे काम करिया पई हेला, आपन को मार्केट रे काम करिया पई हेले आपन को बहुत किछि जिनिस शिखिबार अछि, जोटा कि आपण भाबुथिबे हम शिखिछि, किंतु आपण नॉलेज कम थी, अपन लॉस हो। यदि ए मार्केट रे शेयर मार्केट रे काम करिवे, जदि आपण छोटो भूलटे भी होउची, एज यूजुअल लाइफ रे आपण जदि कोडी भूल कर दोचंती, आपण सॉरी कहि दोचंती, बस आपनको सामना पार्टी जी थी लोक सी सॉरी सुनला पर ठीक अच्छे भूल मांगला चलो छाड़ी दे, कि मार्केट तुम भूल कले तुमको ये एक्सक्यूज किसी ना, सॉरी रो किसी वैल्यू ना, तुमको पैसा दवाई पड़ो, तुम पैसा तुम मार्केट पैसा देकी ही सॉरी कह। तेणुक सॉरी कहवा पूर्व मार्केट को आगे शिखिनि, इन्वेस्टमेंट करिया आरंभ कर। बस आजिकार ये बेसिक इंट्रोडक्शन, डीमैट अकाउंट केमिति खोलिबे, आगे डीमैट अकाउंट खोलंतु। जदि आपण खोली न पारुचंती, वीडियो रो डिस्क्रिप्शन लिंक रे हमर टेलीग्राम चैनल रहउची, टेलीग्राम चैनल रे आपण मेसेज करंतु, टेलीग्राम चैनल मेसेज करंतु, आपनको हम तरफ डीमैट अकाउंट खोली दिया जिवो, आराम से एसिड करा जाय, आपनको सपोर्ट दिया जिवो, आपण डीमैट अकाउंट आराम से खोली परिबे। आ आपनकर ये वीडियो
ଡେଲି 5ଟା ବେଳେ ଡେଲି ପର ଡେ ଗୋଟେ ଭିଡିଓ ଅପଲୋଡ ହବ, ଚାପ୍ଟର ୱାଇଜ ହବ, ସବୁ କିଛି ଏ ଟୁ ମାନେ ଜିରୋ ରୁ ଟପ୍ ଲେବୁଲ ପର୍ଯ୍ୟନ୍ତ ସବୁ କିଛି କ୍ଲାସ ହବ। କ୍ୟାଣ୍ଡେଲ ଷ୍ଟିକ୍ ପ୍ୟାଟର୍ନ ହେଇଗଲା, ଚାର୍ଟ ପ୍ୟାଟର୍ନ, କ୍ୟାଣ୍ଡେଲ ଷ୍ଟିକ୍ ପ୍ୟାଟର୍ନ, ଷ୍ଟକ୍ ଆନାଲିସିସ୍, ତାର ବାଲାନ୍ସ ସିଟ୍ କେମିତି ପଢିବେ, ଷ୍ଟକ୍ କେମିତି ଚୁଜ୍ କରିବେ, କେମିତି ଷ୍ଟକ୍ କୋଉ ଷ୍ଟକ୍ ରେ ଟ୍ରେଡିଂ କରିବେ, ତାକୁ କେମିତି ବାଛିବେ, ପର ଡେ କେମିତି ବାଛିବେ, କୋଉ ଷ୍ଟକ୍ ରେ ଆଜି ଟ୍ରେଡ କରିବେ, ଇଣ୍ଡେକ୍ସ ରହିଗଲା, ଅପସନ ରହିଗଲା, ଫ୍ୟୁଚର ଆଣ୍ଡ ଅପସନ, ବାକି ରହିଲା କମୋଡିଟି କେମିତି କଣ ଟ୍ରେଡ କରିବେ, ଏ ଟୁ ଜେଡ୍ ଆପଣଙ୍କୁ ଦିଆ। ଆଉ ଜଣେ ଯଦି 3 ମାସ 4 ମାସ ସବୁ ଭିଡିଓ ଯଦି ନୋଟ କରିକି ହୋମୱାର୍କ କରିକି ପ୍ରାକ୍ଟିସ କରିକି କଣ୍ଟିନ୍ୟୁ ଡେଡିକେଟଲି ଯଦି ଆପଣ ଶିଖିବା ପାଇଁ ଚାହିଁବେ, ମାର୍କେଟରୁ ପଇସା କମେଇ ପାରିବେ। ଆଉ ଯଦି ଟାଇମ ପାସ୍ କରିବା ପାଇଁ ଚାହିଁବେ, ଭିଡିଓ ସ୍କିପ୍ କରିଦିଅନ୍ତୁ, ଭିଡିଓ ଦେଖନ୍ତୁନି, ଅନ୍ୟାନ୍ୟ ଭିଡିଓ ମଜା ମଜା ଭିଡିଓ ଆପଣ ଦେଖନ୍ତୁ, ଟାଇମ ପାସ୍ ହେଇଯିବ। ଯଦି ଟାଇମ ପାସ୍ କରନ୍ତୁ ନାହିଁ, ଯଦି ଶିଖିବାର ଅଛି ଶିଖନ୍ତୁ, ସେ ଯିଏ ହେଇଥାନ୍ତୁ, ଷ୍ଟୁଡେଣ୍ଟ ହୁଅନ୍ତୁ ବା କୌଣସି ସର୍ଭିସ ହେଇଥାନ୍ତୁ, ହାଉସ ୱାଇଫ ହେଇଥାନ୍ତୁ, ଯିଏ ବି ହେଇଥାନ୍ତୁ, ସମସ୍ତଙ୍କୁ ସମସ୍ତେ ଟ୍ରେଡ କରିପାରିବେ ଆଉ ସମସ୍ତେ ପ୍ରଫିଟ କରିବେ। ଯଦି ଜଣେ ଲୋକ ଏ ଭିଡିଓ ଆମ ଚ୍ୟାନେଲରେ 3 ମାସରୁ 6 ମାସ ଯେତିକି ଭିଡିଓ ଅପଲୋଡ ହବ ସବୁକା ସିଏ ଶିଖିପାରିବେ, ତ ପଇସା କମେଇ ପାରିବେ। ବାସ୍ ଆଜି ପାଇଁ ଏତିକି। ଜୟ ଜଗନ୍ନାଥ, ଦେଖା ହବ ନେକ୍ସଟ ଭିଡିଓରେ। ତ ଆମ ଭିଡିଓ ଯଦି ଆପଣଙ୍କୁ ଭଲ ଲାଗୁଛି ବା ଶିଖିବା ପାଇଁ କିଛି ମିଳୁଛି, ଆପଣ ସବସ୍କ୍ରାଇବ କରନ୍ତୁ, ବେଲ ଆଇକନକୁ ଦବାନ୍ତୁ। ଆଉ ଯଦି ଆପଣଙ୍କ ଭଲ ବି ଲାଗୁଛି ତ ଆପଣ ସାଙ୍ଗମାନଙ୍କ ସହିତ ସେୟାର ବି କରନ୍ତୁ। ଆପଣଙ୍କ ସପୋର୍ଟ ହିଁ ଆମକୁ ମୋଟିଭେଟ କରିବ ଆଗକୁ ଆଗକୁ ଭିଡିଓ ବନେଇବା। ଏଥିରେ ଆପଣ ନା ଟଙ୍କାରେ ଦବାର ଅଛି, ନା ଟଙ୍କାରେ ପଇସା ଖର୍ଚ୍ଚ କରିବାର ଅଛି। ବାସ୍ ଆପଣଙ୍କର କେବଳ ସପୋର୍ଟ ଦରକାର, ଆପଣଙ୍କର ଭଲ ପାଇବା ଦରକାର। ଜୟ ଜଗନ୍ନାଥ।